ପିଲାମାନେ ଆଜି ଆମେ ଏକ ଗପଟିଏ ପଢ଼ିବା। ଗପଟିର ନାମ ହେଉଛି ସାଇକେଲ। ଗପଟିର ନାମ କ'ଣ? ସାଇକେଲ। ରାମୁ ପରୀକ୍ଷାରେ ପ୍ରଥମ ହେଲା। ବାପା ତାର ଖୁସି ହେଲେ, ତା ପାଇଁ ସାଇକେଲଟିଏ ଆଣିଦେଲେ। ରାମୁ ଏଥର ସାଇକେଲ ଚଳାଇବା ଶିଖିବାକୁ ଲାଗିଲା। ବାପା କହିଲେ, ଧନରେ ଦେଖି ଚାହିଁ ସାଇକେଲ ଚଳାଇବୁ, ରାସ୍ତାକୁ ଜମାରୁ ଯିବୁନି। ଦିନେ କ'ଣ ହୋଇଛି, ରାମୁ ସାଇକେଲ ଚଲାଇ ଚଲାଇ ରାସ୍ତା ଉପରକୁ ଆସିଗଲା। ରାସ୍ତା ମଝିରେ କୁକୁରଟିଏ ଶୋଇଥିଲା। ତାପରେ କ'ଣ ହେଲା, ରାମୁ କୁକୁରଟିକୁ ଦେଖିପାରିନଥିଲା ରୋଡ଼ ଉପରେ। ତା ସାଇକେଲ କ'ଣ କଲା ନା କୁକୁରକୁ ଧକ୍କା ଦେଇଦେଲା। ଭୀଷଣ ଜୋରରେ ରାଗିଗଲା କୁକୁର। ଭୋ ଭୋ କରି ଜୋରରେ ଭୁକିବାକୁ ଲାଗିଲା। କୁକୁର କେମିତି ଭୁକେ? ତାପରେ ରାମୁ ଡରିଗଲା। ସେ ସାଇକେଲ ଛାଡ଼ି ଦେଇ ଧାଇଁ ଧାଇଁ ସେଠୁ ପଳେଇଗଲା। ମନେ ମନେ ରାମୁ ଭାବୁଥିଲା, ବାପାଙ୍କ କଥା ମାନିଥିଲେ ମୋତେ ଏ ଦଶା ଭୋଗିବାକୁ ପଡ଼ିନଥାନ୍ତା।